ସାର୍ ଆପଣଙ୍କୁ ନ୍ୟୁଜ୍ ରୁମ୍ କୁ ସ୍ୱାଗତ କରୁଛି। ସାର୍ ଯୁଦ୍ଧ ଆରମ୍ଭ ହୋଇଯାଇଛି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରୁଛି এই ଘଟଣାକୁ ଆପଣ କେମିତି ଦେଖୁଛନ୍ତି କଣ କହିବେ ସାର୍? ଦେଖନ୍ତୁ ଯାହା ଆଶା କରାଯାଉଥିଲା ସେଇ ହିସାବରେ ଭାରତ ଯୋଉ ଆକ୍ରମଣ ହେଇଥିଲା ଆପଣଙ୍କର ପହଲଗାମରେ ନିରୀହ ଲୋକମାନଙ୍କ ଉପରେ ଯୋଉ ଆକ୍ରମଣ କରାଥିଲା ତାର ଗୋଟେ ବଦଲା ନେଇଛି। ପାକିସ୍ତାନର 9ଟି ଠିକଣା ଉପରେ ଏକକାଳୀନ ଆକ୍ରମଣ କରିଛନ୍ତି ଭାରତର ନାଭି, ଏୟାରଫୋର୍ସ ଏବଂ ଗ୍ରାଉଣ୍ଡ ଫୋର୍ସ ଆର୍ମି। ତ ସେଠି ଆମେ କହିପାରିବା ଯେ ପାଖାପାଖି 90ରୁ ଉର୍ଦ୍ଧ୍ୱ ଆତଙ୍କବାଦୀ ସେଠି ନିହତ ହେଇଛନ୍ତି। ଏବଂ ସବୁଠୁ ବଡ କଥା ହଉଛି ଏଇ ଯୋଉ ଭାରତ ଯୋଉ ଆକ୍ରମଣ କରିଛି ଏଥିରେ ଏଟାକୁ କୁହାଯାଉଛି ମେଜର୍ଡ ଫୋକସ୍ଡ ଏବଂ ନନ୍ ଏସ୍କୁଲେଟେଡ୍, ଅର୍ଥାତ୍ ସିଭିଲିଆନ ମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ ନ କରିକି ମିଲିଟାରୀ ଇଷ୍ଟାବ୍ଲିଶମେଣ୍ଟ ଯାହା ପାକିସ୍ତାନ ରହିଛି ତାପରେ ଆକ୍ରମଣ ନ କରି ଯୋଉଠି ଆତଙ୍କବାଦୀ ମାନେ ତାଙ୍କର ଆଡ୍ଡା ତିଆରି କରିଥିଲେ, ଯୋଉଠି ସେମାନେ ନିଜର ଟ୍ରେନିଂ କରଉଥିଲେ, ବଡ ବଡ ଆତଙ୍କବାଦୀ ମାନଙ୍କୁ ତାଲିମ ଦିଆଯାଉଥିଲା, ଜୈଶ ହଉ କିମ୍ବା ଆପଣଙ୍କର ଲସ୍କର ଇ ତୈବା ସେମାନଙ୍କର ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି ଏବଂ ତାକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି। ତ ବର୍ତ୍ତମାନ ଦେଖିବା କଥା ଯେ ପାକିସ୍ତାନର ରେସ୍ପନ୍ସ କଣ ରହୁଛି, କିନ୍ତୁ ସବୁଠୁ ବଡ କଥା ହଉଛି ଭାରତର ରାଫାଲ ସୁଖୋଇ ବିମାନ ଯୋଉ ହିସାବରେ ଗୋଟେ ସିଜନ ଫିଜିସନ ନେଇକରି ସେଠି ଆଟାକ୍ କଲେ ଏବଂ ପୁରା ଆପଣଙ୍କର କହିପାରିବେ ପିନ୍ ପଏଣ୍ଟେଡ୍ ଆଟାକ୍ କଲେ, ତ ସେଇଟା ଗୋଟେ ନିଶ୍ଚିତ ଭାବରେ ଗୋଟେ ବଡ ଇତିହାସ ସୃଷ୍ଟି ହୋଇଛି। ଏଇ ଯୋଉ ଆଟାକ୍ ର ନାଁ ଦିଆଯାଇଛି ଅପରେସନ ସିନ୍ଦୁର, ଯୋଉଟାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକୁ ଗୋଟେ ମାନେ ରୂପରେଖ ଦେବା ପାଇଁ ଦୀର୍ଘ ଏନେ ହେଲାଣି କି ଗୋଟେ ଷ୍ଟ୍ରାଟେଜି କରୁଥିଲେ। ଏନ୍ଏସ୍ଏ ଯିଏ ରହିଛନ୍ତି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ଅଜିତ ଡୋଭାଲ ଏବଂ ତିନି ସେନାର ମୁଖ୍ୟଙ୍କ ସହିତ ଏହି ପ୍ରତିଶୋଧ କିଭଳି ହବ ତାର ଗୋଟେ ଚୂଡାନ୍ତ ପ୍ରସ୍ତୁତି ଚଳେଇଥିଲେ ଏବଂ ସେ ପ୍ରସ୍ତୁତି ସଫଳତାର ସହିତ ଆମେ କହିପାରିବା ସେ ପ୍ରସ୍ତୁତିକୁ ସଫଳତାର ସହିତ ତାକୁ କାର୍ଯ୍ୟାନ୍ୱୟନ କରାଯାଇଛି। ଯେତେବେଳେ ଭାରତର ବିମାନ ଗୁଡାକ ପାକିସ୍ତାନ ଭିତରେ ଆଟାକ୍ କରୁଥିଲେ, ପାକିସ୍ତାନର ଯୋଉ ଏୟାର ଡିଫେନ୍ସ ସିଷ୍ଟମ ରହିଛି ତାକୁ ପୁରା ଅଭେଦ୍ୟ ଭାବରେ ତାକୁ କହିପାରିବେ, ଅଭେଦ୍ୟ ଯାହାକୁ ସେ ପାକିସ୍ତାନ ଦାବି କରୁଥିଲା ତାହା ଅଭେଦ୍ୟ ନୁହେଁ, ତାକୁ ଭେଦି ହବ ଏବଂ ଭାରତର ଯୋଉ ସେନା ମାନେ ତାକୁ ଭେଦିକିରି ଆକ୍ରମଣ କରିଛନ୍ତି। ପାକିସ୍ତାନ ସମୟ ପାଇନି ରିଟାଲିଏଟ କରିବା ପାଇଁ। ଗତ ଥରକ ଆମେ ଦେଖିଥିଲେ ରିଟାଲିଏଟ କରିଥିଲା ଆପଣଙ୍କର ଯୋଉ ମାନେ ଗୋଟେ ବିମାନକୁ ଖସେଇ ଦେଇଥିଲା, କିନ୍ତୁ ଏଥରକ ସେତିକି ସଫଳ ବି ହେଇପାରିନି। ସକ୍ସେସଫୁଲି ଯାଇକିରି ପାକିସ୍ତାନ ଅକୁପାଏଡ କାଶ୍ମୀର ଏବଂ ଆହୁରି ଲାହୋର ପାଖକୁ ମୁରିଦକେ ଯୋଉଟା ରହିଛି, ଯୋଉଠି ହଫିଜ ସଇଦର ଆଡ୍ଡା, ସେଠିକି ଯାଇକିରି ତାକୁ ଧ୍ୱସ୍ତ କରିଛି ଭାରତୀୟ ସେନା। ତ ନିଶ୍ଚିତ ଭାବରେ ଆମେ କହିପାରିବା ଯେ ପୁଲୱାମା ପହଲଗାମ ଆଟାକ ର ଗୋଟେ ମଧୁର ପ୍ରତିଶୋଧ ନେଇଛି ଭାରତ ଏବଂ ଆଗାମୀ ଦିନରେ ଆହୁରି ମଧ୍ୟ କିଛି ଆପଣଙ୍କର ଆକ୍ରମଣର ସମ୍ଭାବନା ରହିଛି ଯଦି ପାକିସ୍ତାନ ରିଟାଲିଏଟ କରେ। କିନ୍ତୁ ଯାହା ଲାଗୁଛି ପାକିସ୍ତାନ ରିଟାଲିଏଟ କରିବା ବା ପ୍ରତି ଆକ୍ରମଣ କରିବାର ସମ୍ଭାବନା ଯଦିଚ ବର୍ତ୍ତମାନ କହିହେବନି କେତେ ପରିମାଣରେ ଅଛି କି ନ ଅଛି। ଯଦି ସେ ଦୁଃସାହସ କରେ ତାହେଲେ ଭାରତ ଗୋଟେ ବଡ ସ୍କେଲରେ ବିଶାଳ ଭାବରେ ତାର ଗୋଟେ ଆମେ କହିପାରିବା ପ୍ରତି ଆକ୍ରମଣ କରିବାର ସମ୍ଭାବନା ଅଛି ବା ତାର ପ୍ରତିରୋଧ କରିବ ଏବଂ ଆଉ ଗୋଟେ ବଡ ଜବାବୀ ହମଲା କରିବ। ତ ନିଶ୍ଚିତ ଭାବରେ ଆମେ କହିପାରିବା ଯେ ଭାରତ ବର୍ତ୍ତମାନ ସେ ଭାରତ ନାହିଁ ଯୋଉ ଯାହାକୁ ପାକିସ୍ତାନ ନ୍ୟୁକ୍ଲିୟର ଆଟାକ ର ଧମକ ଦେଖେଇ ଅଟକେଇ ଦବ। ତ ପାକିସ୍ତାନ has to now pay a price for the misadventure it has been making over the years by training the terrorists। ତ ଦେଖିବାର କଥା ଯେ ପାକିସ୍ତାନର ରେସ୍ପନ୍ସ କଣ ରହୁଛି ଏବଂ ଇଣ୍ଡିଆ ଏଇଠୁ ଏଇ ଯୋଉ ମେଜର୍ଡ ଫୋକସ୍ଡ ଏବଂ ନନ୍ ଏସ୍କୁଲେଟରୀ ଯାହା କହୁଛନ୍ତି, ଅର୍ଥାତ୍ ମାପି ଚୁପି ପୁରା ଗୋଟେ ଲକ୍ଷ୍ୟ ପର୍ଯ୍ୟବେସିତ ହୋଇ ଏବଂ ଗୋଟେ ଯୋଉଠି ଆପଣଙ୍କର ଯୁଦ୍ଧ କେବଳ ଆଗକୁ ନ ଯିବ, ଅର୍ଥାତ୍ ମିଲିଟାରୀକୁ ଆକ୍ରମଣ ନ କରି ସିଭିଲିଆନକୁ ଆକ୍ରମଣ ନ କରିକି ଉଗ୍ରପନ୍ଥୀ ମାନଙ୍କ ଉପରେ ଯୋଉ ଆକ୍ରମଣ କରିଛି, ତ ତାକୁ ଏଇଠି ରହୁଛି କି ଆଗକୁ ଯାଉଛି ସେ କଥା ଲକ୍ଷ୍ୟ କରିବା କଥା। ମୋଟାମୋଟି ଆମେ କହିପାରିବା ଯେ ଅପରେସନ ସିନ୍ଦୁର ମାଧ୍ୟମରେ ଭାରତ ଗୋଟେ ବଡ ପ୍ରତିଶୋଧ ନେଇଛି ପାକିସ୍ତାନ ଉପରେ। ନିହାତି ଭାବେ ସାର୍, ଯଦି ଦେଖିବା ବର୍ତ୍ତମାନ ସମୟରେ ଭାରତ ଯୋଉ ଆକ୍ସନ ନଉଛି ତ ତାକୁ ଅନ୍ୟ ଦେଶମାନେ କେମିତି ସପୋର୍ଟ କରିବେ ଭାରତକୁ, ଆପଣଙ୍କୁ କଣ ଲାଗୁଛି? ଦେଖନ୍ତୁ ବର୍ତ୍ତମାନ ଭାରତ ଏ ଯୁଦ୍ଧ ଲଢିବା ପୂର୍ବରୁ ଆଉ ଗୋଟେ ଯୁଦ୍ଧ ଲଢି ସାରିଥିଲା। ସେ ଯୁଦ୍ଧଟି ହଉଛି ଡିପ୍ଲୋମାଟିକ ୱାର, ଅର୍ଥାତ୍ କୂଟନୈତିକ ଯୁଦ୍ଧ। କୌଣସି ଗୋଟେ ଯୁଦ୍ଧକୁ ଯିବା ପୂର୍ବରୁ ପୂର୍ବ ପ୍ରସ୍ତୁତି ସବୁ କରାଯାଏ। ସେ ପୂର୍ବ ପ୍ରସ୍ତୁତି ସ୍ୱରୂପ ପ୍ରଥମ ଗୋଟେ ଆର୍ଥିକ ଆମେ ଭାବରେ ଦୁର୍ବଳ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନକୁ, ଯୋଉଥିରେ ଆମେ ଦେଖିଲେ ସିନ୍ଧୁ ନଦୀର ଜଳକୁ ଅଟକେଇ ଦିଆଗଲା, ଚେନାବ ନଦୀର ଜଳକୁ ଅଟକେଇ ଦିଆଗଲା, ପାକିସ୍ତାନରୁ ଯାହା ରପ୍ତାନୀ ହଉଥିଲା ଭାରତକୁ ତାକୁ ଅଟକେଇ ଦିଆଗଲା
ଏବଂ ତାପରେ ଡିପ୍ଲୋମାଟିକ ୱାର ଅର୍ଥାତ୍ ବିଶ୍ୱର ଅନ୍ୟ ଦେଶ ମାନେ ଆମ ସହିତ କିଭଳି ରହିବେ ସେମାନଙ୍କର ସମର୍ଥନ କିଭଳି ମିଳିବ ସେ ନେଇକରି ଭାରତ ଆମେରିକା ସମେତ ରଷିଆ ସମେତ ସମସ୍ତଙ୍କର ସହିତ କଥାବାର୍ତ୍ତା କରିଥିଲା ଏବଂ ସମସ୍ତଙ୍କର ସମର୍ଥନ ହାସଲ କରିବା ପାଇଁ ମଧ୍ୟ ସ୍ପଷ୍ଟ ହେଇଥିଲା। କିଛି ସମୟ ପୂର୍ବରୁ ଆମେରିକା କହିଛି ଯେ ଭାରତର ଏଭ୍ରି ରାଇଟ୍ ରହିଛି ଯେ ତାଙ୍କୁ ଯୋଉଭଳି ଟେରରିଷ୍ଟ ଆଟାକ୍ ଭାରତର ବାରମ୍ବାର ସମ୍ମୁଖୀନ ହେଉଛି ଏଭଳି ରେସ୍ପନ୍ସ ଭାରତ କତରୁ ଆଶା କରାଯାଉଥିଲା ଏବଂ ଭାରତକୁ ସମସ୍ତ ପ୍ରକାର ସମ୍ବଳ ଏବଂ ଶକ୍ତି ଯୋଗାଇ ଦିଆଯିବ ଆମେରିକା ତରଫରୁ କୁହାଯାଇଛି। ରଷିଆ ମଧ୍ୟ ଆମେ କହିପାରିବା ପୁଟିନ ଯେ ସେଠି ଅଛନ୍ତି ପୁଟିନ ମଧ୍ୟ ଭାରତକୁ ପୂର୍ବରୁ କହିଥିଲେ ଯେ ନିନ୍ଦା କରିଥିଲେ ଏଇ ଆକ୍ରମଣକୁ ଏବଂ ଭାରତର ରାଇଟ୍ସ ରହିଛି ଏଭ୍ରି ରାଇଟ୍ସ ରହିଛି ଯେ ଆର ପ୍ରତିଶୋଧ ନେବାକୁ ଏକଥା କହିଥିଲେ। ତ ମୋଟାମୋଟି ଭାବରେ କହିପାରିବା ବିଶ୍ୱ ସମୁଦାୟ ଚୀନ ଏବଂ ତୁର୍କୀକି ଛାଡ଼ିଦେଲେ ଆମ ସହିତ ରହିଛନ୍ତି ଏବଂ ଲାଗୁନାହିଁ ଚୀନ ଏବଂ ଆପଣଙ୍କର ତୁର୍କୀ ପାକିସ୍ତାନ ଭଳି ଏକ ରୋଗ ନେସନକୁ ବା ଗୋଟେ ଯାହାକୁ କହନ୍ତି ଅତି ଅମାର୍ଜିତ ମାନେ ଏବଂ ଗୋଟେ ଗୁଣ୍ଡାଗିରି ଦେଖୁଥିବା ଦେଶକୁ ଏଇଭଳିଆ ଗୋଟେ କିଛି ସମର୍ଥନ ଦେବାର ଭୁଲ କରିବେ। ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଆଲୋଚନା ପାଇଁ। ଯାହା ଆଶା କରାଯାଉଥିଲା ତାହା ବର୍ତ୍ତମାନ ଘଟିଛି ଏବଂ ଯେଭଳି ଭାବେ ଭାରତ ତାର ସ୍ଲୋଲି ଧୀରେ ଧୀରେ ଆକ୍ସନ ନେଇଛି ଏବଂ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବହୁତ ବହୁତ ଧନ୍ୟବାଦ।